ଜାଣିକି ଆପଣ ସେ ଗୋଟେ ରେସ୍ପଣ୍ଡ କରିବେ ଯଦି ରେସ୍ପଣ୍ଡ କରିବେ ତାପରେ ସେ ଯୋଉ ଡକ୍ୟୁମେଣ୍ଟ ଦେଖୁଛନ୍ତି ମୁଁ ଡକ୍ୟୁମେଣ୍ଟ ଦେଖିବି କଣ କଣ ସେ କରୁଛନ୍ତି ମୁଁ ବି ଦେଖିଛି ତାଙ୍କ କେଉଁଝରର ମୁଖ୍ୟମନ୍ତ୍ରୀ ସିଏ ବିକ୍ରି ହେଇନାହାନ୍ତି ସେ ବବିକୁ 50 କିଲୋମିଟର କହିଲେ ସ୍ୱାଗତ ତା ଦଳ ପାଇଁ କାମ କରୁଛି ଆଉ ପ୍ରଦେଶ କଣ ୟେସ୍ କଣ କୃତଜ୍ଞ କୃତଜ୍ଞରେ ସେଟା ବଫାଦାରଟା କୃତଜ୍ଞ 4 ରେ ତାକୁ ପାର୍ଟି ଇଣ୍ଡିପେଣ୍ଡେଣ୍ଟ ଜିତେଇଲା 9 ରେ ଜିତେଇଲା 14 ରେ ଜିତେଇଲା 19 ରେ ତା ପୁଅକୁ ଦେଲା 24 ରେ ପୁଅକୁ ଦେଲା ସେତେବେଳେ ସ୍ୱାଭିମାନ ବାପା ପାଇଁ ଦେଖା ମୋ ବାପାକୁ ଏତେ କରିଥିଲେ ମୁଁ ବାପା ପାଇଁ ବାହାରିଛି କିନ୍ତୁ ବାପା ପାଇଁ ବାହାରିଥାନ୍ତୁ 19 ମସିହା ଟିକେଟ ନେଇନଥାନ୍ତୁ ଇଣ୍ଡିପେଣ୍ଡେଣ୍ଟ ଜିତେଇଥାନ୍ତୁ ତାହେଲେ ଜାଣିଥାନ୍ତୁ ବାପା ସ୍ୱାଭିମାନ ପାଇଁ ନେଲା ବେଳକୁ ଏବେ ଯୋଉଦିନ ତା ବାପାକୁ ଟିକେଟ ଦିଆଗଲା ନାହିଁ ସିଏ ଯୋଉ କାରଣ ପାଇଁ ଆପଣ କହିଲେ ପୁଅ କହିଥାନ୍ତା ମୋ ବାପା ଚାଲ ଯିବା ଇଣ୍ଡିପେଣ୍ଡେଣ୍ଟ ଠିଆ ହେଇକି ଆସିବା ତାହେଲେ 19 ରେ ଟିକେଟ ନେବି 24 ରେ ଟିକେଟ ନେବି ତାପରେ ବିକ୍ରି ହେଇ କହିବି ମୁଁ ସାଧୁ ଖଜୁରୀ ଗଛରେ ଗୋଡରେ କ୍ଷୀର ପିଇଲେ ମୁଁ ଏଇଥିପାଇଁ ପ୍ରଭାତ କହୁନଥିଲି ଦଳରେ ଥିଲେ ମୋ ପାଇଁ ଯଦି କାହାର ଭୋଟ ଖଣ୍ଡେ ମିଳୁଛି ମୋର କ୍ଷତି ହେଇକି ନବୀନ ପଟ୍ଟନାୟକ ସମ୍ମାନ ରହୁଛି ମୋର କ୍ଷତି ହେଇକି ମୋର ଯେତେ କ୍ଷତି ହବ କିଛି ଅସୁବିଧା ନାହିଁ ପାର୍ଟି ପାଇଁ ମୁଁ ସବୁ ସହ କାରଣ ମୁଁ ଦଳିତ ପରିବାରରୁ ଆସିଛି ସହିବା ଶିଖିଛି ସ୍ୱାଭିମାନ ଶିଖିଛି ସାକ୍ରିଫାଇସ୍ ଶିଖିଛି ତେଣୁକରି ମୁଁ ପାର୍ଟି ପାଇଁ ଚୁପ୍ ଥିଲି ଯାହା ପଚାରିଲୁ ଆଜି କହିଲି ଯେ ମୁଁ ଆଜି ପର୍ଯ୍ୟନ୍ତ ଚୁପ୍ ଥିଲି କାରଣ ପାର୍ଟି ପାଇଁ ମାନେ ସିଏ ଗୋଟେ ମୁଁ ତାଙ୍କ ଦୁଆର ଦେଖିନି ବାପ ମା ଛୁଆ 500 ଥର ମୋ ଦୁଆରକୁ ଆସୁଛନ୍ତି କଣ ନେଇଛନ୍ତି ବି କହିଲି ଆମେ ଯାହାକୁ ଦଉ ଭୁଲି ଯାଉ ସେଟା କହୁନା ଛୋଟ କଥାଟା କୁହାଯାଏନି ନବୀନକୁ ଯାହା ଦିଅନ୍ତି ଭୁଲି ଯାଆ ଆମେ କହୁନା ଆମ ବଂଶ ଆମେ ଯେତେ ଯା ଆମେ କହୁନା ଜତଉନା ଆମେ ଏହା କଲୁ ଆମେ ସେୟା କଲୁ ଆମେ କହୁନା ଆଉ ଯଦି ମୁଁ ଜାଣିଛି ଆପଣ ସେ ଗୋଟେ ରେସ୍ପଣ୍ଡ କରିବେ ଯଦି ରେସ୍ପଣ୍ଡ କରିବେ ତାପରେ ସେ ଯୋଉ ଡକ୍ୟୁମେଣ୍ଟ ଦେଖୁଛନ୍ତି ମୁଁ ଡକ୍ୟୁମେଣ୍ଟ ଦେଖିବି କଣ କଣ ସେ କରୁଛନ୍ତି ମୁଁ ବି ଦେଖିଛି ମୁଁ ଜାଣିଛି ଆପଣ ରେସ୍ପଣ୍ଡ କରିବେ କାରଣ ପାଗଳ ଲୋକ ମୁଁ କହୁଛି ମୁଁ ବା ବିଜେପିକୁ ଚ୍ୟାଲେଞ୍ଜ କରୁଛି ମୁଁ କଣ ମୋ ଦଳକୁ ଚ୍ୟାଲେଞ୍ଜ କରିବି ସିଏ ଆଜି ଦଳରେ ନାହାନ୍ତି ବୋଲି ମୁଁ କହିଲି ଗୋଟେ ଦିଟା ନାଁ କହିଲି ଜଣେ ବଦ୍ରି ପାତ୍ର ଜଣେ ପ୍ରଭାତ ବିଶ୍ୱାଳ ମୋ ବିରୁଦ୍ଧରେ କହିଛନ୍ତି କଣ୍ଟିନ୍ୟୁଅସ୍ କହିଛନ୍ତି ବଦ୍ରି ପାତ୍ର ବି ତାଙ୍କର ମୁଁ ତାଙ୍କୁ ଅପତ୍ୟ ସ୍ନେହ ପୁଅ ଭଳିଆ ମତେ ସ୍ନେହ କରିଛନ୍ତି ଆଜି ବି କରୁଛନ୍ତି କିନ୍ତୁ ତା ଅଭିମାନ ତାଙ୍କର ଦର ରହିବ କୋର୍ଟ ଏକ୍ସପେକ୍ଟେସନ ରହିବ କହିଛନ୍ତି କିନ୍ତୁ ଭୋଟ ଦେଲା ବେଳେ ତାଙ୍କ କେଉଁଝରର ମୁଖ୍ୟମନ୍ତ୍ରୀ ସିଏ ବିକ୍ରି ହେଇନାହାନ୍ତି ସେ ବବିକୁ 50 କିଲୋମିଟର କହିଲେ ସ୍ୱାଗତ ତା ଦଳ ପାଇଁ କାମ କରୁଛି ସିଏ ନେତା ଆଉ ପ୍ରଦେଶ କଣ ୟେସ୍ କଣ କୃତଜ୍ଞ କୃତଜ୍ଞରେ ସେଟା ବଫାଦାରଟା କୃତଜ୍ଞ 4 ରେ ତାକୁ ପାର୍ଟି ଇଣ୍ଡିପେଣ୍ଡେଣ୍ଟ ଜିତେଇଲା 9 ରେ ଜିତେଇଲା 14 ରେ ଜିତେଇଲା 19 ରେ ତା ପୁଅକୁ ଦେଲା 24 ରେ ପୁଅକୁ ଦେଲା ସେତେବେଳେ ସ୍ୱାଭିମାନ ବାପା ପାଇଁ ଦେଖା ମୋ ବାପାକୁ ଏତେ କରିଥିଲେ ମୁଁ ବାପା ପାଇଁ ବାହାରିଛି କିନ୍ତୁ ବାପା ପାଇଁ ବାହାରିଥାନ୍ତୁ 19 ମସିହା ଟିକେଟ ନେଇନଥାନ୍ତୁ ଇଣ୍ଡିପେଣ୍ଡେଣ୍ଟ ଜିତେଇଥାନ୍ତୁ ତାହେଲେ ଜାଣିଥାନ୍ତୁ ବାପା ସ୍ୱାଭିମାନ ପାଇଁ ନେଲା ବେଳକୁ ଏବେ ପାଣ୍ଡିଆନ ସେତେବେଳେ ଥିଲେ ବବି ବିରୋଧ କଲେ ପାଣ୍ଡିଆନକୁ ଟେକିଲେ କାଳେ ଭାବ ମିଳିବ ତ ପାଣ୍ଡିଆନ ସବୁବେଳେ ନେତା ପାଖରେ ରହିବନି ସେକେଣ୍ଡ କ୍ଷମତା ପାଖରେ କେମିତି ପାଦଟାକୁ ଚାଟି ଛୁଟିକି କାମ କରିବ କି ସେଟା ଭାଷଣ ଦେଲେ ତ ଗଳି ପଡିବ ଏତେ ବଢିଆ ଭାଷଣ ଦେବେ ଆଉ ଚଟୁକିରେ ବୁଲି ପଡିବେ ଏବେ ଭଲ ଦେବେ ନେକ୍ସଟ ମୋମେଣ୍ଟରେ ପୁରା ତା ସ୍ୱାର୍ଥ 24 ଘଣ୍ଟା ତାଙ୍କ ସ୍ୱାର୍ଥରେ ସେ ଖାଏ ଆଜି ପ୍ରୁଫ୍ ହେଲା ଯଦି ସେ ଭୋଟ ଦେଇଥାନ୍ତେ ନବୀନ ପଟ୍ଟନାୟକକୁ ବବିକି ଫେର କହିଥାନ୍ତେ ତାହେଲେ ତା ଜଷ୍ଟିଫିକେସନ ଥିଲା ଆକ୍ସେପ୍ଟ କରିଥିଲେ ବୁଝିଲେ ସାଙ୍ଗେ ସାଙ୍ଗେ କହିଲେ ସୁଜାତା କାର୍ତ୍ତିକନ ତାପରେ କହିଲେ ବିରୋଧ ସନ୍ତୁଷ୍ଟ ବେলা ସନ୍ତୁଷ୍ଟ ତୋର କଣ ଖାଇଲା ନବୀନ ପଟ୍ଟନାୟକ ଦଳ ସିଏ ତୋର କଣ କଲା ସନ୍ତୁଷ୍ଟ ଡାକନ୍ତୁ ତାକୁ ଡାକନ୍ତୁ ତାକୁ ମାନି ପକେଇ ଜଣକୁ ପଇସା ଦେଇଛନ୍ତି ତାକୁ ଫେର କାଳେ ପଇସା ମାଗିବ ତାକୁ ମୁଁ କହିଲି ସେ କୁହନ୍ତୁ ତାପରେ ମୁଁ ଗୋଟେ ଭାବିଲି ସେ କୁହନ୍ତୁ ତାପରେ ଗୋଟେ ଭାବିଲି ଏମାନେ କେହି କହିପାରିବେନି କାରଣ ସତୁଟା ଆମ ଭଦ୍ର ଲୋକ ଆମେ ପୁରା ଭଦ୍ର ପାର୍ଟି ପାଇଁ ତୁ ଯେତେବେଳେ ଯୁଦ୍ଧ କରିବୁ ଭାଇ ତୁ ବି ଖାତା ପତ୍ର ଦଉଛୁ ମୋର ଖାତା ଦରକାର ଲୋକ ଜାଣିଛୁ ବବିର ମେମୋରି ବହୁତ ସାର୍ ପୁରା ମୁଁ ଡେଟ୍ ୱାଇଜ୍ ବି କହିବି ବାପା
ବୁଝିଲ ବାପା ତମେ ଦେଖିଛ ନା କିଛି ଭଲ ସାଧୁ ଥାନ୍ତି ଆଉ କିଛି ଭଣ୍ଡ ସାଧୁ ଥାନ୍ତି ଭଲ ସାଧୁ ଯେ ଜମା କଥା କହିବେନି ମାର କରିଥିବ ଯେ ରିଏଲ ସାଧୁ ସେ ଜମା କଥା କହିବେନି ତମେ ଆସିଲେ ଦୂରେଇବେ ଭାଇ ଯାହା ମୋର କିଛି ନାହିଁ ଯିଏ ଭଣ୍ଡ ସାଧୁ ଖାଲି ବକିବ ଆସ ସବୁ ଜଲ୍ଦି ସେ ଗୋଟେ ଖଇଆ ପିନ୍ଧୁଛନ୍ତି ତତେ କିଏ କହିଲା ଖଇଆ ପିନ୍ଧିବା ପାଇଁ ନାନୀ ବାବା ଆମର ତତେ କିଏ ନାନୀ ବାବୁ କହିଲା ତ ଭଣ୍ଡ ବାବା ସବୁବେଳେ ଅଧିକ ବକିବ କାହିଁକି ନା ତା ସ୍ୱାର୍ଥ ସାଧନ ପାଇଁ ଯିଏ ରିଏଲ ବାବା ନବୀନ ବାବୁ ସେ ପଦେ କଥା କହିବେ ତାର କାମରେ କରି ଦେବେ ମୁଁ ଟିକେ କହିଲି ଜଣେ 24 ଘଣ୍ଟା ମିଡିଆରେ ବକର ବକର ହଉଛି ଜଣେ ଯେତିକି ଦରକାର ସେତିକି କହିବ ଏକ୍ସାମ୍ପଲ ସେଇଥିପାଇଁ କହିନଥିଲି ପ୍ରଭାତ ବିଷୟ କହିନଥିଲି ଏଇଥିପାଇଁ ସେତେବେଳେ ମୋ ଦଳରେ ଥିଲେ ମୋର ଦେହ ହାତରୁ 5 ଖଣ୍ଡ ଖଟି କରିବି ମୋ ବିରୁଦ୍ଧରେ କରିବି ମୁଁ ଦଳରେ ଯେତିକ ତା ଭିତରେ କହିବି ଆଜି ଯେହେତୁ ନାହାନ୍ତି ତାକୁ ମୁକା କରିବା ମୋ ଦରକାର ଥିଲା ତା କ୍ୟାରେକ୍ଟର ଦେଖିଦେବେ ସବୁ ପାରିବାବୁକୁ ଏମିତି ଟେକିଲେ ଯେ ଆଉ ଅବସ୍ଥା ନାହିଁ ତାପରେ ଯାଇକି ଆଉ ଡାକୁନାହାନ୍ତି ମୁଁ ତାଙ୍କୁ କହୁଥିଲି ପ୍ରତାପ ଜେନା ପ୍ରଭାତ ବିଶ୍ୱାଳ ଆଉ ଋଷି ସାମନ୍ତରା ବସିଥିବେ ସେ କେମିତି ହଉଥିଲେ ତାଙ୍କ ପୁଅ ଟିକେଟ ପୁରା ଖୋଲା ମଞ୍ଚ ମୁଁ କହୁଛି ଖୋଲା ମଞ୍ଚ ସେ ତ କହୁଛନ୍ତି ଡିବେଟ ପାଇଁ ଗୋଟେ ମୋବାଇଲରେ ଦେଖ 2012 ମସିହା ଗୋଟେ ଦେଖୁନ ମୋବାଇଲରେ ଟିଭିରେ ଏଇ ମିଡ୍ ନାଇଟ୍ ଅପରେସନ ବବି ଆରେ ମିଡ୍ ନାଇଟ୍ ଅପରେସନ ବବି ଥିଲା ବବି ଅର୍ଗାନାଇଜ ସେକ୍ରେଟାରୀ ତୁ ସସ୍ପେଣ୍ଡ ତ ରବୀନ ବାବୁ କାହିଁକି ଅଛନ୍ତି କାହାକୁ ଦିନ ଲଣ୍ଠନ ଦେଖଉଛି କାହାକୁ ଦେଖୁଛି ନବୀନ ବାବୁ ମହାନ ସିଏ ସବୁବେଳେ ଗୋଟେ କଟକ 14 ହେଲା ବିଜୁ ବାବୁଙ୍କର ଜାଗା ସେ ସ୍ୱାଭିମାନକୁ ଲୁଣ୍ଠନ କରିଛନ୍ତି କଟକ 14 ହଉଛି ସମସ୍ତେ ଜାଣିଛନ୍ତି ବିଜୁ ବାବୁ ତିଆରି କରିଛନ୍ତି ତାକୁ ରିପ୍ରେଜେଣ୍ଟ କରିଛନ୍ତି ବିଜୁ ଆପଣ ଦିନେ ଦେଖିକି ଏତେ ବକର ଗୋଟେ କ୍ୱେଶ୍ଚନ ପଚାରୁଛି ମୁଁ ଜାଣିନି ଟ୍ୱିଟ୍ ମାରିଥିବେ କି କହିଥିବେ କି ତାଙ୍କ ବାପ ପୁଅ ଖାଲି ଟିଭି ଖୋଲିଲେ ମେ ଅବିଚାର କଥା ହଉଛନ୍ତି ଯୋଉ ବିଜୁ ବାବୁ ଯୋଉ କଟକ 14 ସେ ଜିତିଛନ୍ତି 5 ଥର ବିଧାୟକ ହେଇଛନ୍ତି ତାଙ୍କ ସିଏ ତାଙ୍କ ପୁଅ ବିଜୁ ବାବୁଙ୍କ ବିଷୟରେ ଯେତେବେଳେ କହିଲେ ଜଣେ ସାଂସଦ ତାଙ୍କ ନାଁ କଣ ସାଂସଦ ଜଣେ ବିଜୁ ବାବୁଙ୍କ ବିଷୟରେ କହିଲେ ତାଙ୍କ ନାଁ କଣ ଦିଲ୍ଲୀରେ କଣ କହିଲେ ନିଶିକାନ୍ତ ଦୁବେ କହିଲେ ବୈଜୟନ୍ତୀ ପଣ୍ଡା କହିଲେ ତାଙ୍କର କାରଣ କଟକ 14 ତାଙ୍କର ଫ୍ୟାକ୍ଟ୍ରି ଅଛି ବିଜୟ ମହାପାତ୍ର କହିଲେ ତାଙ୍କ ବିଜୁ ଆଦର୍ଶ କଲା ବିଜୟ ମହାପାତ୍ର କହିଲେ ଦିଲ୍ଲୀପ ରାୟ କହିଲେ ଆପଣ ଏ ବାବୁଙ୍କୁ ଦେଖିଲେ ଏ ଭଣ୍ଡ ବାବୁଙ୍କୁ କହିବା ବିଜୁ ବାବୁ ବା କଟକ 14 ବିଧାୟକ ଓଟିଏମ୍ ସେ ଜିତିଛନ୍ତି 24 ମସିହାରେ କେବଳ ନବୀନ ବାବୁଙ୍କ ପାଇଁ ପାଣ୍ଡିଆନ ପାଖରେ 20 ଥର ବସିଥିବେ ଆଜ୍ଞା ଏଇଟା କରନ୍ତୁ ମୁଁ ଜିତିବି କାରଣ ତାଙ୍କୁ ଦେଖିବ ସବୁଠୁ ଖରାପ କରିଥିଲେ ସେ ଜିତିଲେ କାହିଁ ନାହିଁ ଯେହେତୁ ବିଜୁ ବାବୁଙ୍କର ଯେ ଆମର ସବୁଠୁ ତାଙ୍କ ବିଷୟ ଆଉ ବାକି ସବୁ ବିଷୟ କହିବି ମୁଁ ସ୍ୱତନ୍ତ୍ର ମୁଁ ଖଦିରି ଗଛ ମୂଳରେ କ୍ଷୀର ତାଣି ପିଇକି କିନ୍ତୁ ବିଜୁ ବାବୁ ବିଷୟରେ କଥା ଦେଖିଛ ଟ୍ୱିଟ୍ କରିଛନ୍ତି ଗୋଟେ ବାର୍ତ୍ତା ଦେଇଛନ୍ତି ମୁଁ ଟ୍ୱିଟ୍ କରିଛି ସମସ୍ତେ କରିଛନ୍ତି ଯିଏ ଓଡ଼ିଆ ସ୍ୱାଭିମାନୀ ବିଜୁ ବାବୁଙ୍କର ଯାହା ଯିଏ ସେ ଲେଖିବ କହିବ କିନ୍ତୁ ପ୍ରଭାତ ବିଶ୍ୱାଳ କହିପାରିଲେନି ଭଣ୍ଡ ବାବା ସ୍ୱାର୍ଥ ବାବା କେବଳ ସ୍ୱାଭିମାନ ନୁହେଁ ସ୍ୱାର୍ଥପର ତାଙ୍କର କ୍ଷମତା ଭାଇ ଏନି ମିନ୍ସ ଦରକାର କ୍ଷମତା ପାଗଳ ଲୋକ ସେ କ୍ଷମତା ପାଗଳ ପାଇଁ ସବୁ ଉଚ୍ଚ କରିବେ ବିଜେପି ଯେମିତି କ୍ଷମତା ପାଇଁ ଯାହା କହିଦେବେ ତାପରେ ଗୋଟେ ଜୁମଲା ପ୍ରଭାତ ବିଶ୍ୱାଳ ସେ ତାଙ୍କୁ ଠିକ ପାର୍ଟି ଯାଉଛନ୍ତି ସେ ଯୋଉ ଯାଇଛନ୍ତି ଯାହାକୁ ଭୋଟ ଦେଇଛନ୍ତି ସେ ଠିକ କରୁଛନ୍ତି ସେଇଥିପାଇଁ କହିଲେ ସେଇ କ୍ୟାରେକ୍ଟରଟା ବଦ୍ରିପଦ ଦେଖନ୍ତୁ 24 ମସିହାରେ ଜିତିଲା ପରେ ତାପରେ ବାଚଳା ଆରମ୍ଭ ହେଲା ଯେ ସରକାର ଥାନ୍ତା କାରଣ ମୁଁ ତାଙ୍କ ଘର ଦିନ ଦେଖିନି ସିଏ ତାଙ୍କ ପୁଅ ତାଙ୍କ ମା ତାଙ୍କ ୱାଇଫ କେତେ ଥର ଆସିଛନ୍ତି ମୁଁ କହିପାରିବିନି ତାଙ୍କ ୱାଇଫ ବି ଜିଲ୍ଲା ପରିଷଦ ପ୍ରେସିଡେଣ୍ଟ ମାନେ କେତେ ପ୍ରକାର କୃତଜ୍ଞ ଗୋଟେ ଲୋକ ହେଇପାରେ ମାନେ ତାଙ୍କ ପୁଅ ଏମଏଲଏ ସିଏ ବିଧାୟକ ତାଙ୍କ ୱାଇଫ ଜେପି ପ୍ରେସିଡେଣ୍ଟ ଏବଂ ସିଏ ଜଷ୍ଟିଫାଏ କରିବେ ଯେ ମୋଠୁ ସନ୍ଥ କେହି ନାହିଁ ମୁଁ ଖାଲି ପଇସା କଥା କହୁନି କରପ୍ସନ ପାୱାର କରପ୍ସନ ଯେ କରପ୍ସନ ବଦ୍ରିପାତରେ ବି ଷ୍ଟେଜରେ ମତେ ଗାଳି କରିଛନ୍ତି ଯେ ବବି ମୁଁ ତାଙ୍କର 2009ରୁ 2014 ମୁଁ ଅପତ୍ୟ ଦେଖିଛି 2017 ପର୍ଯ୍ୟନ୍ତ ଯେତେବେଳେ ମୁଁ ଦାୟିତ୍ୱ ନେଲି
जेहेतु असंग पैसा मो प्रति एक्सपेक्टेशन थिला सी आज भी आदित्य नेता केउझर कोठी ना कोठी मन भी कष्ट आसी बबी मो पो हिसाब किसी करनी मत गाड़ी कर सब कले कि भोट क्या देले राज्यसभा क्या देले बीजेडी को भोट देले कहले दल बोर जा व्यक्तिगत कथा तो ताको 100 सलाम तार से मत दायित्व नहीं मत गाड़ी कर गाँव वाले गाड़ी कर जे दायित्व नहीं कि ठीक कर भूल कर सी बुझीथे मो हिसाब से मुझे करनी सी जब किसी इंटरप्रेट कर भी साला सिनियर हिसाब से गाड़ी कले कि भोट क्या देले दल को देले कार व्यक्तिगत मत क्या डजंट मैटर से नेता कौन कला दल कौन कला दैट मैटर्स नुहे कि नुहे कि तो आमर बेस्ट नेता किए बद्री बाबू नवीन से बबी गाड़ी करेंगे अन्य गाड़ी कले काम कले करूँ तार व्यक्तिगत मत सम्मान दिया भोट क्या देले से आनंदपुर जड़े अनुसूचित जातिर विधायक भी देखो सी भी देले अभिमन्यु सेठी सी भी देले भाई मीडिया मु पैसा बिक्री अरे भाई खजुरी गछ मूल क्षीर पीले कौन तो कहते अरे खजुरी गछ मूल क्षीर पीले कौन तो कहते मत कहले 4000 कोटी 2000 कोटी 800 कोटी 400 कोटी 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 टंकार कथा ना पांचनिया टीम कोच आपण जानतु ध्रुव साहू घर ताकू कहले जे बबी मते 8 कोटी मोर अच्छी कौन लोन अच्छी सुझीदेले मो बिजली भोट देवी कि बबी कहीं दब ये सब कारण कौन जे काहाकू गोटे भिलियन करके जीवी कारण गोटे कारण दरकार मु बिक्री हवा पाही बबी थिला कारण का बद्रीपात बबी गाड़ी सी जा गाड़ी कर बद्रीपात से गाड़ी कर सी बिजली भोट दे तू देख दे तो ये होई आउ तांको पुओ मो बापा को इते असम्मान कला मु जदि ता बापू होई था 19% टिकट नहीं था तो बापू पाई इते आत्मा कांदुची नवीन कही था बापा को टिकट दबा दिंतु नॉन मोर टिकट दरकार इंडिपेंडेंट 2004 इंडिपेंडेंट जीतु फिर इंडिपेंडेंट देता तो हीरो होता नेला बेलू आज्ञा आपण आपण पांड्या नौ तो जो प्रशंसा करते आप देखते हठात पांड्या नौ शत्रु इे 3 मास तले सुविधा जगह दिन पठाओ तापर देखो पांड्या शत्रु पांड्या 4000 कोटी गला कोठू कोठू केते मिछ कहबो गोटे लोक गोटे लोक तम भाबतु तापर मोर बाबा साथी थे जीति कंग्रेचुलेसन बड़ परिश्रम कर जीति दिलीप राय बाबू आ गोटे भोट हाथ भोट हाथ